মহারানী বৃন্দাবতী যথা সময়ে তোমার আগমন হয়েছি, নচেত ମୁଁ ନିଜେ ଅନ୍ତପୁରକୁ ଯାତ୍ରା କରିଥାନ୍ତି। କାହିଁକି ସ୍ୱାମୀ ଅସମୟରେ ମତେ କାହିଁକି ଖୋଜା ପଡ଼ିଲା? ତୁମେ ମୋର କପାଳରେ ବିଜୟର ଟୀକା ପିନ୍ଧାଇ ଦେବ ରାଣୀ। ମୁଁ ବର୍ତ୍ତମାନ ସ୍ୱର୍ଗ ରାଜ୍ୟକୁ ଯାତ୍ରା କରିବି ଦେବରାଜ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବା ପାଇଁ। ଦେବରାଜ ଇନ୍ଦ୍ରଙ୍କ ସହିତ ଯୁଦ୍ଧ? ହଁ, ମୁଁ ମର୍ତ୍ତ୍ୟ ପାତାଳ ଜୟ କରି ନାଗ ନର କିନ୍ନରଙ୍କ ରାଜାଧିରାଜ ପଦରେ ଅଭିଷିକ୍ତ ହୋଇଛି। କେବଳ ବାକି ରହିଛି ସ୍ୱର୍ଗପୁର। ସେଠାକୁ ଜୟ କରି ମୁଁ ହେବି ତ୍ରିପୁର ବିଜୟୀ ସମ୍ରାଟ ରାଜାଧିରାଜ ଜଳନ୍ଧର। ସ୍ୱର୍ଗରାଜ୍ୟର ଦେବଗଣ ତୁମର କି ଅପରାଧ କରିଛନ୍ତି ସ୍ୱାମୀ? ତୁମେ କଣ ଜାଣିନାହ ରାଣୀ? ଦେବଗଣ ସମୁଦ୍ର ମନ୍ଥନରୁ ପ୍ରାପ୍ତ ପାଣିଜାତ ପୁଷ୍ପକ ବିମାନ, ଔଷଧ, କୌସ୍ତୁଭମଣି, ଐରାବତ ହସ୍ତି, ଉଚ୍ଚୈଶ୍ରବା ଅଶ୍ଵ, ଅଷ୍ଟଅପ୍ସରା, ଅମୃତ ସବୁ କିଛି ଅପହରଣ କରିଛନ୍ତି ବୋଲି ସେସବୁ ପଦାର୍ଥ ତାଙ୍କୁ ଫେରାଇ ଦେବାକୁ ହିଁ ପଡ଼ିବ। ନଚେତ୍ ଦେବରାଜ ଇନ୍ଦ୍ରକୁ ପରାଭୂତ କରି ମୁଁ ହେବି ସ୍ୱର୍ଗାଧିପତି। ନା ନା, ମୋର ମନ ହୁଏ ସ୍ୱାମୀ, ଏ ଯୁଦ୍ଧରୁ ତୁମେ କ୍ଷାନ୍ତ ହୁଅ। ଅସମ୍ଭବ। ଦେବତାମାନଙ୍କୁ ତାଙ୍କ କୃତକର୍ମର ଫଳ ଭୋଗ କରିବାକୁ ପଡ଼ିବ। ତଥାପି ପତ୍ନୀର ପରାମର୍ଶ ଗ୍ରହଣ କରି ସ୍ୱର୍ଗରାଜ୍ୟକୁ ତୁମେ ଦୂତ ପ୍ରେରଣ କର। ଦେବରାଜ ଇନ୍ଦ୍ର ଯଦି ଅଧୀନତା ସ୍ୱୀକାର କରି ସମୁଦ୍ର ମନ୍ଥନରୁ ପ୍ରାପ୍ତ ସାମଗ୍ରୀ ଫେରସ୍ତ ଦିଅନ୍ତି, ତେବେ ତାଙ୍କୁ ବନ୍ଧୁ ରୂପେ ଗ୍ରହଣ କର। ବେଶ, ତାହାହିଁ କରୁଛି ରାଣୀ। ଭସ୍ମକ ଦୈତ୍ୟକୁ ମୁଁ ଦୂତ ରୂପେ ପ୍ରେରଣ କରୁଛି ସ୍ୱର୍ଗପୁରକୁ। ଦୂତ ଯଥା ଶୀଘ୍ର ସ୍ୱର୍ଗ ରାଜ୍ୟକୁ ଗମନ କର। ଦେବରାଜ ଇନ୍ଦ୍ରକୁ ମୋ ସନ୍ଦେଶ ଜଣା। ସେ ଅରବିନ୍ଦ ସାଗର ମନ୍ଥନରୁ ପ୍ରାପ୍ତ ସମସ୍ତ ସାମଗ୍ରୀ ସିନ୍ଧୁ ଦେଶକୁ ପ୍ରେରଣ କରିବ। ନଚେତ୍ ପ୍ରସ୍ତୁତ ହେବ ଯୁଦ୍ଧ ପାଇଁ। যদি দেবরাজ ইন্দ্র দেবসভার অপমানিত করে ଆସନ୍ତୁ ଦେବର୍ଷି ନାରଦ, ସାଦର ଅନୁବାଦନ ଗ୍ରହଣ କରନ୍ତୁ। ସ୍ୱର୍ଗ ରାଜ୍ୟର ସର୍ବକୁଶଳତା ଦେବରାଜ ଇନ୍ଦ୍ର? ହଁ ଦେବର୍ଷି, ସମସ୍ତ ଦେବଗଣ କୁଶଳରେ ଅଛନ୍ତି। କିନ୍ତୁ ପଥମଥରେ ମୁଁ ଯେ ବିପରୀତ ଦୃଶ୍ୟ ଦେଖିବାକୁ ପାଇଲି ଦେବରାଜ। ତେଣୁ ଥାଇ ଆସିଲି ସୁଧର୍ମ ସଭାଗୃହକୁ ସମସ୍ତ ବିଷୟ ଅବଗତ ହେବା ପାଇଁ। ବିପରୀତ ଦେଖିଲେ? ହଁ ଦେବରାଜ, ପଥମଥରେ ଦେଖି ଆସିଲି ସିନ୍ଧୁ ଦେଶ ଅଧିପତି ଦୈତ୍ୟରାଜ ଜଳନ୍ଧର ସୈନ୍ୟ ସାମନ୍ତ ଘେନି ଘୋର ଖର୍ଖର ନାଦ କରି ମାରି ଆସୁଛି ଏହି ସ୍ୱର୍ଗପୁର ଆଡ଼କୁ। ଚତୁର୍ଥୀ କରି ନର୍ତ୍ତନ କରୁଛନ୍ତି ପ୍ରଚଣ୍ଡ ରାକ୍ଷସମାନେ। ସତେ ଯେପରି ସେମାନେ ମୁହୂର୍ତ୍ତକ ମଧ୍ୟରେ ଗ୍ରାସ କରିଯିବେ ଏ ସମଗ୍ର ସ୍ୱର୍ଗମଣ୍ଡଳ। ଆଉ ଆଳାପ ଆଲୋଚନା ପାଇଁ ସମୟ ନାହିଁ ଦେବରାଜ। ଏବେ ବିରାଟ ସ୍ୱର୍ଗ ରାଜ୍ୟ ଏବଂ ଦେବତାମାନଙ୍କର ଭାଗ୍ୟ ତୁମ ଉପରେ। କାଳ ବିଳମ୍ବ ନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇପଡ଼। 2 ଦିନ ତଳେ ଦୈତ୍ୟ ଜଳନ୍ଧର ସାଗର ମନ୍ଥନରୁ ପ୍ରାପ୍ତ ସାମଗ୍ରୀ ଗୁଡ଼ିକ ଦୂତ ହସ୍ତରେ ମଗାଇ ପଠାଇଥିଲେ। ମୁଁ ଦୂତକୁ ତିରସ୍କାର କରି ଲେଉଟାଇ ଦେଇଛି। ସେସବୁ କାହାଣୀ ମୁଁ ପରେ କେବେ ଶ୍ରବଣ କରିବି ଦେବରାଜ। ଏବେ ପରାକ୍ରମୀ ଜଳନ୍ଧରର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଅ। ମୁଁ ଏବେ ଆସିଛି। ନାରାୟଣ ନାରାୟଣ ନାରାୟଣ। ଚିତ୍ରସେନ, ବସୁଦତ୍ତ, ସୌମିତ୍ର ଏବଂ ଅନ୍ୟାନ୍ୟ ବନ୍ଧୁମାନେ ଦେବକୁଳର ଶତ୍ରୁ ରାକ୍ଷସ ଜଳନ୍ଧର ସ୍ୱର୍ଗ ଆକ୍ରମଣ କରିବାକୁ ଆସିଛି। ତୁମ୍ଭେମାନେ ନିଜ ନିଜର ଅସ୍ତ୍ର ଶସ୍ତ୍ର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇପଡ଼। ଜୟ ସ୍ୱର୍ଗାଧିପତି ଦେବରାଜ ଇନ୍ଦ୍ରଙ୍କ, ଜୟ ସ୍ୱର୍ଗାଧିପତି ଦେବରାଜ ଇନ୍ଦ୍ରଙ୍କ, ଜୟ ସ୍ୱର୍ଗାଧିପତି ଦେବରାଜ ଇନ୍ଦ୍ରଙ୍କ।
ଏବେ ତତେ ଶେଷ କରି ମୁଁ ହେବି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅଧିକାରୀ। କ୍ଷତ୍ରିୟ ପରା ନୁହେଁ, ଦସ୍ତର ପରା ଦୁଇ ବରଷିରୁ ସ୍ୱର୍ଗ ପୁରେ ଅବିଳମ୍ବେ ଅଭିଭୂତ ତାର ପରାଭବ। ଦେବକୁଳ ଇଷ୍ଟ ଅଧମ ପାପିଷ୍ଟ ଜାଣି ନାହୁଁ କି ମୋ ବଳରେ, ଦେବକୁଳ ଇଷ୍ଟ ଅଧମ ପାପିଷ୍ଟ ଜାଣି ନାହୁଁ କି ମୋ ବଳରେ, ଦୂତକୁ ମହର କଲୁ ତିରସ୍କାର, ଦୂତକୁ ମହର କଲୁ ତିରସ୍କାର, ଏଥର ପୁରୀର କାଳରେ। ଶୁଣ ପୁରନ୍ଦର ଦୈତ୍ୟ ଜଳନ୍ଧର ଉଭା ଏବେ ସ୍ୱର୍ଗ ପୁରରେ, ଶୁଣ ପୁରନ୍ଦର ଦୈତ୍ୟ ଜଳନ୍ଧର ଉଭା ଏବେ ସ୍ୱର୍ଗ ପୁରରେ। ଅଙ୍ଗେ ଥିଲେ ନା ରେ ମୂର୍ଖ ସଂଘ, ଅଙ୍ଗେ ଥିଲେ ନା ରେ ମୂର୍ଖ ସଂଘ, ସ୍ୱର୍ଗ ହେବ ଛାରଖାରରେ। ছোট মুখে বড় কথা ন কহ রাক্ষস, আরে আরে ভণ্ড লুণিয়া পাষাণ্ড পানিয়া তোহর বুদ্ধিরে, আরে আরে ভণ্ড লুণিয়া পাষাণ্ড পানিয়া তোহর বুদ্ধিরে, করি ঘোর রড়ি বচনে বিছাই, করি ঘোর রড়ি বচনে বিছাই, মুন্ড হই জীব ছেদিরে, আরে আরে ভণ্ড লুণিয়া পাষাণ্ড পানিয়া তোহর বুদ্ধিরে। সম্মানহীন বীর্য দেবরাজেন্দ্র, সম্মানে জয়ময়ী আজ্ঞা মুসল। রে পাপিষ্ট জলন্ধর, দেখুছি মোর এইখানি উল্কামুখী সর, ধ্বংস করি আগ্নেয় মুসল, কাটিব সে নিশ্চেত শির। সম্মানে মূর্খ এবে স্বর্গ ভেটি মূর্খর প্রায়। ওহ ইয়ে কর অমরাবতীপুরের বিরাট বিরাট প্রাসাদ যে স্বর্গবতী মুদ্গর আঘাତରେ ধুই সাথে বারে লাগিছি, কଣ କରିବି? ଦେବଙ୍କୁ ରକ୍ଷା କରିବି କିପରି? ସେ ସହସ୍ର ବଜ୍ର ପ୍ରେରଣ କରୁଛି ସ୍ୱର୍ଗବତୀ ମୁଦ୍ଗର ପ୍ରତିରୋଧ ପାଇଁ। দেখিল তো দেবরাজ ইন্দ্র, তোর বজ্র স্বর্গভেটি মূর্খর আঘাত পাই কেমিতি প্রত্যাবর্তন করা স্থানকু। এথরক ইস্তস্ফোরক মূর্খ, এই অঙ্গভেটি সারে মুখ ঘেরিবি তো প্রাণ। না না ଆଉ ହେବ ନାହିଁ। ମାୟା କୁହଳି ରଚନା କରି ଦେବବର୍ଗ ସହ ଅମରାବତୀପୁର ଛାଡ଼ି ପଳାୟନ କରିବାକୁ ହବ, ନଚେତ୍ ଛାଡ଼ ଦାନବ ଜଳନ୍ଧର ହସ୍ତରେ ପ୍ରାଣ ଯିବ ଦେବଗଣଙ୍କର। মায়া করে রচনা করি দেবগণকে ধরি চোর পরিক্রমায় পলায়ন করছে ইন্দ্র। যদি শক্তি আছে তবে যুদ্ধ করি মোর সম্মুখীন অমুক্ত। মায়া করে মধ্যে তু দেবগণকে সঙ্গে ধরি অমরাবতীপুর পলায়ন করছো। বেশ, তবে মু হেবি আଜି ঠাରୁ এ স্বর্গপুর রাজাধিরাজ জলন্ধর। নারায়ণ নারায়ণ নারায়ণ। পরত ঘেরন্তু দেবশ্রী নারদ। উপযুক্ত বীরত্ব প্রদর্শন করেছে জলন্ধর, ଏବେ ହର୍ଷ ମନରେ ସିନ୍ଧୁ ଦେଶକୁ ପ୍ରତ୍ୟାବର୍ତ୍ତନ କର। কিন্তু ମୁଁ ଯେ ସ୍ୱର୍ଗପୁରର ଅଧିପତି ହେବି ଦେବଶ୍ରୀ, ଲାଭ କରିବି ଅମୃତ, ঐରବତ ହସ୍ତି, ଅସ୍ତ ଅପ୍ସରା ଏବଂ ଅନ୍ୟାନ୍ୟ ସାମଗ୍ରୀ। କିନ୍ତୁ ସେସବୁ ସଙ୍ଗରେ ଧରି ଦେବରାଜ ଇନ୍ଦ୍ର ଆତ୍ମଗୋପନ କରିଛନ୍ତି ଜଳନ୍ଧର। ଶରଣାଗତ ଆତ୍ମଗୋପନକାରୀର ପଶ୍ଚାତ୍ଧାବନ ବୀରର କର୍ତ୍ତବ୍ୟ ନୁହେଁ। ତୁମେ ବୀର, ମର୍ଯ୍ୟାଦାର ସହିତ ବିଜୟଟିକା ଖେଳି ଏବେ ପ୍ରତ୍ୟାବର୍ତ୍ତନ କର ସିନ୍ଧୁ ଦେଶକୁ। ଉପଯୁକ୍ତ ପରାମର୍ଶ ଦେଇଛନ୍ତି ଦେବଶ୍ରୀ।
ବିଜିତ ରାଜ୍ୟରେ ମୋର ଅବସ୍ଥାନ କରିବା ଆଦୌ ଉଚିତ ହେବ ନାହିଁ। ଯାଉଛି ସିନ୍ଧୁ ଦେଶକୁ ପ୍ରତ୍ୟାବର୍ତ୍ତନ କରି ବିଜୟ ସମ୍ବାଦ ଦେଇ ଆନନ୍ଦିତ କରିବି ସତୀ ବୃନ୍ଦାବତୀ। ନାରାୟଣ ନାରାୟଣ, ଯାଅ ଯାଅ ଜଳନ୍ଧର ଯାଅ। ନାରାୟଣ ନାରାୟଣ ନାରାୟଣ। କିଏ? ଦେବରାଜ ଇନ୍ଦ୍ର, ଦେବଗଣ, କି ବିପଦ ଦେଖାଦେଇଛି ସ୍ୱର୍ଗ ରାଜ୍ୟରେ? ପ୍ରଭୁ ନାରାୟଣ ଦୈତ୍ୟ ଜଳନ୍ଧର ଆକ୍ରମଣରେ ଦେବଗଣ ପରାସ୍ତ ହୋଇ ଆତ୍ମଗୋପନ କରିଛନ୍ତି କନକଗିରିରେ। ଧ୍ୱସ୍ତ ବିଧ୍ୱସ୍ତ ହୋଇଛି ସ୍ୱର୍ଗର ପାରିଜାତ ବନ ନନ୍ଦନକାନନ। ଦୈତ୍ୟ ଜଳନ୍ଧର ଆକ୍ରମଣରେ? ହଁ ପ୍ରଭୁ, ଦୈତ୍ୟ ଜଳନ୍ଧର ଦାବି କରି ବସିଲା ସମୁଦ୍ର ମନ୍ଥନର ଦେବତାମାନଙ୍କ ପ୍ରାପ୍ତ ସମସ୍ତ ପଦାର୍ଥ। ତାହା ନ ଦେବାରୁ ଆକ୍ରମଣ କଲା ସେ ଇନ୍ଦ୍ରପୁରୀ। ସାମାନ୍ୟ ରାକ୍ଷସ ଜଳନ୍ଧରର ତୁମେ ପ୍ରତିରୋଧ କରିପାରିଲ ନାହିଁ? ତେବେ ଦେବଶକ୍ତିଙ୍କର ହୀନବର୍ଯ୍ୟ ହୋଇପଡ଼ିଛି? ନା ପ୍ରଭୁ, ବେଦପତି ବ୍ରହ୍ମଙ୍କ ବଳରେ ଦୈତ୍ୟ ଜଳନ୍ଧର ବଳସରେ ସେ ଚାହେଁ ତ୍ରିପୁର ବିଜୟ କରି ହେବ ସମ୍ରାଟ। ତେବେ ତେବେ ମୁଁ କଣ କରିପାରିବି ଦେବରାଜ ଇନ୍ଦ୍ର? ଦେବକୁଳର ରକ୍ଷା ପାଇଁ ସ୍ୱର୍ଗ ରାଜ୍ୟକୁ ରାକ୍ଷସ କବଳରୁ ମୁକ୍ତ କରିବା ଲାଗି ଆପଣ ଯୁଦ୍ଧ ଯାତ୍ରା କରନ୍ତୁ ପ୍ରଭୁ। ବିନାଶ କରନ୍ତୁ ଦୈତ୍ୟ ଜଳନ୍ଧରକୁ। ମୁଁ ଯୁଦ୍ଧ ଯାତ୍ରା କରିବି ସିନ୍ଧୁ ଦେଶକୁ? ହଁ ପ୍ରଭୁ, ନଚେତ ଦୁଷ୍ଟ ରାକ୍ଷସ ସ୍ୱର୍ଗପୁରକୁ ଆଗମନ କରି ସିଂହାସନ ଆରୋହଣ କରିପାରେ। ଏହାଫଳରେ ଦେବଗଣଙ୍କର ମର୍ଯ୍ୟାଦା ହାନି ଘଟିବ ପ୍ରଭୁ। ଠିକ ଅଛି, ଦେବଗଣକୁ ସଙ୍ଗରେ ଧରି ତୁମେ କନକଗିରିକୁ ଯାତ୍ରା କର ଦେବରାଜ ଇନ୍ଦ୍ର। ମୁଁ ଅବିଳମ୍ବ ଯୁଦ୍ଧ ଯାତ୍ରା କରୁଛି ସିନ୍ଧୁ ଦେଶକୁ। ସତୀ ବୃନ୍ଦାବତୀ, ତୁମର ବୁଦ୍ଧିମତ୍ତାରେ ମୁଁ ଅଭିଭୂତ ହୋଇପଡ଼ିଛି। ପତ୍ନୀକୁ ପ୍ରଶଂସା କର ନାହିଁ ସ୍ୱାମୀ। ପ୍ରଶଂସା କରିବା ପାଇଁ ଯେ ମୋ ମନ ଆପେ ଆପେ ବ୍ୟଗ୍ର ହେଉଛି ରାଣୀ। ନା, ପତ୍ନୀ ଭାବରେ ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି ମାତ୍ର। ତଥାପି ପ୍ରବଳ ଯୁଦ୍ଧ କ୍ଷେତ୍ରରୁ ତୁମେ ସ୍ୱୟଂ ନାରାୟଣ ଏବଂ ଲକ୍ଷ୍ମୀଙ୍କୁ ସିନ୍ଧୁ ଦେଶ ପର୍ଯ୍ୟନ୍ତ ପାଛୋଟି ଆଣିଲ କିପରି ବୃନ୍ଦାବତୀ? ମୋର ଶତ ବାରଣ ସତ୍ତ୍ୱେ ତୁମେ ନାରାୟଣଙ୍କ ସହିତ ଘୋର ଯୁଦ୍ଧ କଲ। ସ୍ୱୟଂ ନାରାୟଣ ଯେ ପ୍ରଥମେ ସିନ୍ଧୁ ଦେଶ ଆକ୍ରମଣ କଲେ ରାଣୀ। ଜାଣି କ୍ଷତ୍ରିୟ ଭାବରେ ତୁମେ ତୁମର ମର୍ଯ୍ୟାଦା ରକ୍ଷା ପାଇଁ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଲ। ମୋ ମନ କିନ୍ତୁ ଅସ୍ଥିର ହୋଇ ଉଠିଲା। ମାୟାଧରୀଙ୍କ ମାୟାରେ କେତେବେଳେ କଣ ଘଟିବ ତାହା ମୋ ମନରେ ସନ୍ଦେହ ସୃଷ୍ଟି କଲା। ତୁମ ସ୍ୱାମୀଙ୍କ ବୀରତ୍ୱ ଉପରେ ତୁମର କଣ ସନ୍ଦେହ ଅଛି ସତୀ? ନା, ତଥାପି ସ୍ୱୟଂ ନାରାୟଣ ଯେ ଯୁଦ୍ଧ କ୍ଷେତ୍ରରେ, ତେଣୁ ମୁଁ ପ୍ରଥମେ ପହଞ୍ଚିଲି ବୈକୁଣ୍ଠପୁରରେ ଭଗ୍ନୀ ଲକ୍ଷ୍ମୀଦେବୀଙ୍କ ନିକଟରେ। କହିଲି, ଦେବୀ ତୁମେ ସାଗର କନ୍ୟା, ମୋର ସ୍ୱାମୀ ଜଳନ୍ଧର ସାଗର ପୁତ୍ର, ତେଣୁ ତୁମର ଭ୍ରାତା। କିନ୍ତୁ ଆଜି ଭଗ୍ନୀପତି ଆଉ ଶାଳକଙ୍କ ମଧ୍ୟରେ ପ୍ରଳୟଙ୍କରୀ ଯୁଦ୍ଧ। ତାପରେ ଲକ୍ଷ୍ମୀ ଦେବୀ ମୋ କଥା ଶ୍ରବଣ କରି ପ୍ରଥମେ ବିଚଳିତ ହୋଇପଡ଼ିଲେ।
ତାପରେ ମୋ ସହିତ ଯାଇ ଉପଗତ ହେ ଯୁଦ୍ଧକ୍ଷେତ୍ରରେ। ଦେବୀ ଲକ୍ଷ୍ମୀକୁ ଯୁଦ୍ଧକ୍ଷେତ୍ରରେ ଦେଖି ଅସ୍ଥିର ହୋଇପଡ଼ିଲେ ନାରାୟଣ। ପଚାରି ବସିଲେ ଆଗମନର କାରଣ। ତାପରେ କଣ ଅସ୍ତ୍ର ତ୍ୟାଗ କଲେ ନାରାୟଣ? ହଁ, ଦେବୀ ଲକ୍ଷ୍ମୀ କହିଲେ, ମୋର ନିବେଦନ ରକ୍ଷା କର ପ୍ରଭୁ, ଅସ୍ତ୍ର ତ୍ୟାଗ କର। ଶାଳକ ଜଳନ୍ଧରର ରାଜ୍ୟ ସିନ୍ଧୁ ଦେଶକୁ ଆଗମନ କରି ତାର ପୂଜା ଗ୍ରହଣ କର। ଏହି ସାଫଲ୍ୟରେ ତୁମେ ଉପହାର ପାଇବା ପାଇଁ ଉପଯୁକ୍ତ ବୃନ୍ଦାବତୀ। ସ୍ୱାମୀ, ଯାଅ, ରାଣୀ ବଂଶପୁରରେ ଆନନ୍ଦ ଦୀପାଳି ଜାଳି ଦିଅ। ସମଗ୍ର ସିନ୍ଧୁ ରାଜ୍ୟ ମୁଖରିତ ହେଉଠୁ ଏହି ଆନନ୍ଦରେ। ଆସୁଛି ସ୍ୱାମୀ। ଦୂତ, ସିନ୍ଧୁ ରାଜ୍ୟକୁ ଲକ୍ଷ୍ମୀ ନାରାୟଣଙ୍କ ଆଗମନ ଫଳରେ ଧନ୍ୟ ହୋଇଛି ଏ ଦେଶ। ଯାଅ, ନଗ୍ର ଜନପଦରେ ସମ୍ବାଦ ଦିଅ। ଦୈତ୍ୟମାନେ ସୁମିଷ୍ଟ ବ୍ୟଞ୍ଜନ ସେବନ କରି ନୃତ୍ୟ ଗୀତରେ ସିନ୍ଧୁ ଦେଶକୁ ମୁଖରିତ କରନ୍ତୁ। ଯାଉଛି ମଣିମା, ଅବିଳମ୍ବେ କରି ଆସିବି। ଆସ ଅସୁର, ଆସ ଅସୁରେ, ଆସ ଅସୁର, ଆସ ଅସୁରେ। ଚିନି ପୁରୀ ତରକାରୀ, ଛେନା କଦଳୀ ସପୁରୀ, ଦେହେ ମିଶି ବଟାବିରି। ଆସ ଅସୁର, ଆସ ଅସୁରେ। ମୁଣ୍ଡା ଆରିସା କାକରା, ସରପୁଳି ଦହି ବରା, ଗେଣ୍ଡୁରି ଚକୁଳି ପିଠା, ଲଡୁ ଜିଲିପି କି ମିଠା। ରାଜା ଘରେ ଆଜି ପରା ମଜାରେ ପିଇବ ଚୁରା। ତା ସାଙ୍ଗେ ଘୁଷୁରି ମାଂସ ଖାଇବ ଆସ ରାକ୍ଷସ। ଆସ ଅସୁର, ଆସ ଅସୁରେ, ଆସ ଅସୁର, ଆସ ଅସୁରେ। ଆସନ୍ତୁ ଆସନ୍ତୁ ଦେବଶ୍ରୀ। ଆଜି ସିନ୍ଧୁ ଦେଶରେ ଅପୂର୍ବ ଆନନ୍ଦର ଲହରୀ। ହଁ ଦେବଶ୍ରୀ, ସିନ୍ଧୁ ଦେଶ ଏବେ ସବୁଥିରେ ପରିପୂର୍ଣ୍ଣ। ଧନରତ୍ନ, ମଣିମୁକ୍ତା, ଐଶ୍ୱର୍ଯ୍ୟ, ବିଭବ କୌଣସିଥିରେ କମ୍ ନାହିଁ। ଶେଷରେ ଲକ୍ଷ୍ମୀ ନାରାୟଣ ମଧ୍ୟ ବିରାଜିତ ସିନ୍ଧୁ ଦେଶରେ। ନାରାୟଣ ନାରାୟଣ, ସିନ୍ଧୁ ଦେଶ ଆଜି କୌଣସିଥିରେ କମ୍ ନାହିଁ ବୀର ଜଳନ୍ଧର। କେବଳ କହନ୍ତୁ, କଣ କମ୍ ଅଛି କହନ୍ତୁ, ସଙ୍ଗେ ସଙ୍ଗେ ମୁଁ ତାହା ପୂରଣ କରିବି। ସିନ୍ଧୁ ଦେଶକୁ ମୁଠି ଦେବି, ଆଉ କୁହାକୁ କମା, ପଣ୍ଡିତ ହିଁ ହୋଇ ଅଛନ୍ତି ନାରାୟଣ ରମା। ଧନର ତନର ପୂରିଛି, ନାହିଁ ଦୁଃଖ କି ସୁଖ, ଗୋଟିଏ ଜିନିଷ ନ ଦେଖି ମନ ଟିକେ ବିମୁଖ। ରାଜରାଣୀ ହୋଇଥାନ୍ତେ ଯଦି ଏଠାରେ ଉମା, ହସୁଥାନ୍ତା ଅଙ୍କ କଲଙ୍କ ପାଇ ଉତ୍ତମା ବାମା। କଣ କହିଲେ ଦେବଶ୍ରୀ? ଉମା କଣ ସତୀ ବୃନ୍ଦାବତୀ ଠାରୁ ଅଧିକ ସୁନ୍ଦରୀ, ଅଧିକ ରୂପବତୀ? କୋଟି ବୃନ୍ଦାବତୀ ଏକାଠି ଯଦି ହୁଅନ୍ତି ଫୁଲ, ସୁନ୍ଦର କଣରେ ନ ହେବେ ଉମା ସହିତ ତୁଲ। କିଏ କିଏ ସେହି ଉମା ଦେବଶ୍ରୀ? କେଉଁଠାରେ ଅବସ୍ଥାନ କରେ ସେ ସୁନ୍ଦରୀ ରମଣୀ? ଶଙ୍କର ଘରଣୀ ଉମା ସେ କୈଳାସରେ ବାସ, କୋଟି କାମ ସରସ ଦେବା ତାଙ୍କ ମୁଖର ହସ। ତେବେ ସଙ୍ଗେ ସଙ୍ଗେ ଉମାଙ୍କୁ ଆଣିବା ପାଇଁ ମୁଁ ଦୂତ ପ୍ରେରଣ କରୁଛି ଦେବଶ୍ରୀ। ବୃନ୍ଦାବତୀ ପରିବର୍ତ୍ତେ ଉମା ହେବେ ସିନ୍ଧୁ ଦେଶର ରାଜରାଣୀ। ନାରାୟଣ ନାରାୟଣ, ବୃଥାରେ ଦୂତ ପ୍ରେରଣ କରି ଲାଭ କଣ ଜଳନ୍ଧର? କୈଳାସବାସୀ ଜଟାଧାରୀ ଶଙ୍କର ସାମାନ୍ୟ ଏକ ଦୂତ କଥାରେ ଫଳିବା ବ୍ୟକ୍ତି ନୁହନ୍ତି। ବେଶ, ତେବେ ମୁଁ ନିଜେ ଯୁଦ୍ଧ ଯାତ୍ରା କରିବି ଦେବଶ୍ରୀ। ବଳାତ୍କାରରେ କୋଣାଗ୍ରତ କରି ଅଙ୍କଲକ୍ଷ୍ମୀ କରିବି ଉମାଙ୍କୁ। ନାରାୟଣ ନାରାୟଣ, ତେବେ ଯାଇ ସମସ୍ତ ସମ୍ପଦରେ ଏ ସିନ୍ଧୁ ଦେଶ ପରିପୂର୍ଣ୍ଣ ହୋଇଯିବ ଦୈତ୍ୟରାଜ। ବେଶ, ଅବିଳମ୍ବେ ମୁଁ ଯୁଦ୍ଧ ଯାତ୍ରା କରୁଛି। ଯାଅ ଯାଅ ସିନ୍ଧୁରାଜ ଯାଅ। ନାରାୟଣ ନାରାୟଣ ନାରାୟଣ।
মোর কথা রোধ কর নাই বৃন্দাবতী, মতে জীবাকু দিও। মন মন স্বামী এ অন্যায় যুদ্ধযাত্রা করো ନାହିଁ। বৃন্দাবতী মুগীর ত্রিপুর বিজয় উমা পরি জগত দুর্লভ রমণী কেবল মোর উপভোগ্যা ভস্ম বিলেপিত জটাধারী শঙ্কর উমা ପାଇଁ ଏକ অনুପଯୁକ୍ତ ପୁରୁଷ। ନା ଏପରି କହୁନାହିଁ ସ୍ୱାମୀ। କୈଳାସପତି ଶିବ ଜଗତର ଶ୍ରେଷ୍ଠ ସୁପୁରୁଷ, ପୁଣି ଧ୍ୱଂସର ଦେବତା ମୃତ୍ୟୁ ସେ। ବୃନ୍ଦାବତୀ ମୋ ସମ୍ମୁଖରେ ତୁମର ପରପୁରୁଷର ପ୍ରଶଂସା। ସତୀପତ୍ନୀର ଅନୁରୋଧ ରକ୍ଷା କର ସ୍ୱାମୀ। ଗତ ରାତ୍ରରେ ମୁଁ ଅଶୁଭ ସ୍ୱପ୍ନ ଦେଖିଛି। ସମଗ୍ର ଦେଶରେ ମଧ୍ୟ ଦେଖାଦେଇଛି ଅଶୁଭ ଲକ୍ଷଣ। ତୁମେ ମୋତେ ଏପରି କଥା କହି ଦୁର୍ବଳ କରିଦେବାକୁ ଚାହୁଁଛ ନାହିଁ, କିନ୍ତୁ ରାଜା ଜଳନ୍ଧର କୌଣସି କଥାରେ ଭୁଲିବା ବ୍ୟକ୍ତି ନୁହେଁ। পদারে মিনতি করে বৃন্দাবতী, ঘৃণা কর জানে সহে। পদারে মিনতি করে বৃন্দাবতী, ঘৃণা কর জানে সহে। চরণারি হরি হরি পুরি, চরণারি হরি বারম্বার মুখ পথরোধন করি সম্মুখରୁ ଦୂରେଇ ଯାଅ ବୃନ୍ଦାବତୀ, ନଚେତ୍ ତୁମକୁ ପଦାଘାତ କରି ମୁଁ ଯୁଦ୍ଧ ଯାତ୍ରା କରିବି କୈଳାସ ପର୍ବତକୁ। ବାରମ୍ବାର ମୁখ ପଥରୋଧନ କରି ସମ୍ମୁଖରୁ ଦୂରେଇ ଯାଅ ବୃନ୍ଦାବତୀ, ନଚେତ୍ ତୁମକୁ ପଦାଘାତ କରି ମୁଁ ଯୁଦ୍ଧ ଯାତ୍ରା କରିବି କୈଳାସ ପର୍ବତକୁ। ପଥରୋଧନ କର, ପଥରୋଧନ କର, ଆମ ବିରୋଧରେ ମୋର ରୋଧନ କର, ପଥରୋଧନ କର। ଏ ନବରେ ଉମା ହେବ ପ୍ରିୟତମା, ଏ ନବରେ ଉମା ହେବ ପ୍ରିୟତମା, ଦାସୀ ହେବ ତୁମେ ତା ରୋଧନ କର, ପଥରୋଧନ କର, ଅଙ୍ଗେ ଆମ ବିରୋଧରେ ମୋର ରୋଧନ କର। दासी हेबा पाई तिरे दुख नाही, सती बड़ो ठाऊ मोर। दासी हेबा पाई तिरे दुख नाही, सती बड़ो ठाऊ मोर। घिउआ नारी जगत सुंदरी, राजा रानी ताकू मोर। मोर नाही त मोर देवी तुमारी मन शरण, मोर नाही त मोर। ବୃନ୍ଦାବତୀ মিনতি ক্ষমা করো স্বামী। না, ছাড় নারী মনা মানিব পারে না সিন্ধু দেশ ধৈর্যপতি, ছাড় নারী মনা মানিব পারে না সিন্ধু দেশ ধৈর্যপতি। দেব নর যার পদরে কিঙ্কর শঙ্কর কি বড় অতি, দেব নর যার পদরে কিঙ্কর শঙ্কর কি বড় অতি। পদে দড়ি বিমারি, পদে দড়ি বিমারি, উমা বসাই বিকরে ধরি রে, পদে দড়ি বিমারি। Thank you.
ସ୍ୱାମୀ। ରକ୍ଷା ତୁମ ଛାତି ଉପରେ ପଦାଘାତ କରି ମୁଁ ଯାତ୍ରା କରୁଛି ବୃନ୍ଦାବତୀ, ମୋର ଗତି ଅବାରିତ। ସ୍ୱାମୀ ସ୍ୱାମୀ নারায়ণ নারায়ণ নারায়ণ। ଆସ ଦେବର୍ଷି। ପ୍ରଣତି ଘେନ ମାତା ପାର୍ବତୀ। ଆଉ ସବୁ ସମାଚାର କୁଶଳତା? ନାଇଁ ମାତା, ଏକ କଟୁ ସମ୍ବାଦ ଘେନି ବ୍ୟସ୍ତ ବିବ୍ରତ ହୋଇ ମୁଁ ମନୋଜାନରେ ଥାଇ ଆସିଛି। କଟୁ ସମ୍ବାଦ? ପ୍ରଭୁ ଶଙ୍କରଙ୍କର ଦୈତ୍ୟ ଜଳନ୍ଧର ସହିତ ସୁବର୍ଣ୍ଣଗିରି ନିକଟରେ ଯୁଦ୍ଧ କରୁ କରୁ ବିପଦର ସମ୍ମୁଖୀନ ହୋଇଛନ୍ତି। ନା ମାତା, ଦୀର୍ଘ ଦିନ ଧରି କନକଗିରି ନିକଟରେ ପ୍ରଭୁ ଶଙ୍କର ଏବଂ ଦୈତ୍ୟ ଜଳନ୍ଧର ମଧ୍ୟରେ ଯୁଦ୍ଧ ଚାଲିଛି। ଦେବଗୁରୁ ବୃହସ୍ପତି ଯୁଦ୍ଧରେ ପ୍ରାଣତ୍ୟାଗ କରୁଥିବା ସୈନ୍ୟମାନଙ୍କୁ ପୁନର୍ଜନ୍ମ ଦେଉଥିବା ବେଳେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ନିହତ ରାକ୍ଷସ ସେନାମାନଙ୍କୁ ଜୀବନ ଦାନ କରୁଛନ୍ତି। ତେବେ କି କଟୁ ସମ୍ବାଦ ଘେନି ଆସିଛ ଦେବର୍ଷି? ଦୈତ୍ୟ ଜଳନ୍ଧର ଯୁଦ୍ଧ ଜୟ କରିବା ଏକ ଜଟିଳ ସମସ୍ୟା ମନେକରି ଛଦ୍ମବେଶ ଧାରଣ କରିଛି ମାତ। ଛଦ୍ମବେଶ? ହଁ ମାତ, ଦୈତ୍ୟ ଜଳନ୍ଧର ସେନାପତିମାନଙ୍କୁ ଯୁଦ୍ଧର ଭାର ଅର୍ପଣ କରି ପ୍ରଭୁ ଶଙ୍କରଙ୍କ ଛଦ୍ମବେଶରେ ତୁମ ନିକଟକୁ ଆଗମନ କରୁଛି ପାପ ପ୍ରଳୟ ପାଇଁ। ଦେବର୍ଷି ନାରାୟଣ ନାରାୟଣ। ରାକ୍ଷସ ମାତ୍ର ମୁହୂର୍ତ୍ତକ ମଧ୍ୟରେ ଏ କୈଳାସପୁରୀରେ ପହଞ୍ଚି ଯାଇପାରେ ମାତ। ତେଣୁ ତୁମେ ତୃତୀୟ ନୟନରେ ଅଭିଜାତ କରି ଜ୍ୱଳନ୍ତ ପିଣ୍ଡ ପରି ନିଜର ଶକ୍ତି ପ୍ରକାଶ କର। ଏବେ ମୁଁ ସମସ୍ତ ବିଷୟ ଅବଗତ ହେଲି ଦେବର୍ଷି। এই মাত্র কৈলাসের প্রবেশ দ্বারে মঙ্গল ধ্বনি শুভিলানি। দৈত্য জଳନ୍ଧର ଛଦ୍ମବେଶର ଉପଗତ ପ୍ରାୟ। ଆଉ ପଳାଇଯିବାକୁ ସମୟ ନାହିଁ। ଏହି ବୃକ୍ଷ କୋଠର ଭିତରେ ମୁଁ ଲୁଚି ଯାଉଛି ମାତ୍ର। ଯାଅ ଦେବର୍ଷି ଯାଅ। রে পার্বতী, କି আসো মা প্রীতি ঘর অঙ্কে বসাইবি আজি মন সজনি রে সমরণ লাগে মন সজনি রে অধরে অধর মধুর বচন পরাণ মহিম সজনি রে রজনী বিতায় তুহি সজনি রে। দৈত্য জলন্ধর? কি আশ্চর্য! সম্মুখে যে জ্বলন্ত অগ্নিপিণ্ড, কান্তি সুন্দরী রূপসী শঙ্কর ঘরের উমা, এর রূপକୁ সহ্য କରିଦେବ ନାହିଁ। ଭୂମିରେ ଶତ ଶତ ତୀକ୍ଷ୍ଣ ସରବିଦ୍ୟାର ପରି ପ୍ରବେଶ କରୁଛି ଆଲୋକର ରଶ୍ମି। ଆଉ ହେବ ନାହିଁ। ଏ ସ୍ଥାନ ପରିତ୍ୟାଗ କରି ପୁଣି ଯୁଦ୍ଧକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ। ପଶୁପତି ଶଙ୍କର ଉପରେ ନେବାକୁ ହେବ ଏହାର ପ୍ରତିଶୋଧ। নারায়ণ নারায়ণ নারায়ণ। দেবর্ষি দৈত্য জলন্ধর যুদ্ধক্ষেত্রକୁ প্রত্যাবর্ତ୍ତন କରିବା ପରେ ପ୍ରତିଶୋଧ ପରାୟଣ ହୋଇ ପ୍ରବଳ ସମର କରିବ ମାତ। ଜାଣି ଦେବର୍ଷି କିନ୍ତୁ ମାତ, ଦୈତ୍ୟ ଜଳନ୍ଧରକୁ ନିଧନ କରିବା ପାଇଁ ପ୍ରଭୁ ଶଙ୍କର ଯେ ଅକ୍ଷମ। କାହିଁକି ଦେବର୍ଷି?
ପ୍ରଜାପତି ବ୍ରହ୍ମଙ୍କ ବଳରେ ସେ ପରଶାନୀ ପତ୍ନୀ ବୃନ୍ଦାବତୀର ପ୍ରତିପତ୍ତି ଏବଂ ସତୀତ୍ୱ ଜଳନ୍ଧରକୁ କରିଛି ତ୍ରିପୁର ବିଜୟ। ତାହେଲେ ଜଳନ୍ଧର କବଳରୁ ଦେବତାଙ୍କୁ ରକ୍ଷା କରିବାର ଉପାୟ କଣ? ନିଜେ ନାରାୟଣ ଲକ୍ଷ୍ମୀଙ୍କ ସହିତ ଦୈତ୍ୟପୁରରେ ବିରାଜିତ। ଜାଣେ ତେଣୁ ହେ ମାତ, ତୁମେ ନାରାୟଣଙ୍କୁ ସ୍ମରଣ କରି ଏହି ଦୁର୍ଘଟଣାର ସମ୍ବାଦ ଦେଇ ପ୍ରତିକାର ପାଇଁ ଅନୁରୋଧ କର ଦେବୀ। ପ୍ରଭୁ ନାରାୟଣ ନିଶ୍ଚୟ ସଙ୍ଗେ ସଙ୍ଗେ ବିହିତ ବ୍ୟବସ୍ଥା କରିବେ। ମୁଁ କେବେ ପ୍ରଭୁ ନାରାୟଣଙ୍କୁ ସ୍ମରଣ କରୁଛି। ମୁଁ ମଧ୍ୟ ଆସୁଛି ମାତା। ନାରାୟଣ ନାରାୟଣ ନାରାୟଣ। ହେ ରମା ରମଣ ପ୍ରଭୁ ନାରାୟଣ ସ୍ମରଣ କରୁଛି ଥରେ କୈଳାସଗିରି ଶିଖେ ବିଜେ କରି ଦର୍ଶନ ଦିଅ ଭାଇ ଆହେ ବୈକୁଣ୍ଠ ବିହାରୀ ତେଜିଆ ବିଳମ୍ବ ପ୍ରଣତିହୀନ ଦେବୀ ଉମା, ପ୍ରଭୁ ନାରାୟଣ ମୋତେ ସ୍ମରଣ କରି କାହିଁକି ଦେବୀ? ପ୍ରଭୁ, ତୁମେ ଦୈତ୍ୟ ଜଳନ୍ଧରପୁରରେ ସେବା ଆରାଧନା ପାଇ ମହା ଆନନ୍ଦର ଅବସ୍ଥାନ କଲ। ସେହି ଗର୍ବରେ ଗର୍ବିତ ହୋଇ ଦୈତ୍ୟ ଜଳନ୍ଧର ନିଜର ଅଙ୍କଲକ୍ଷ୍ମୀ କରିବାକୁ ଚାହିଁ ଶଙ୍କର ଘରେ ଉମାକୁ। ହଁ ପ୍ରଭୁ ନାରାୟଣ, ଜଳନ୍ଧର ମୋତେ ପାଇବା ଆଶାରେ ଶଙ୍କରଙ୍କ ସହିତ ସୁବର୍ଣ୍ଣଗିରି ନିକଟରେ ପ୍ରବଳ ଯୁଦ୍ଧରେ ରତ। ମାତ୍ର ସେ ଅସମ୍ଭବ ଦେବୀ। କେବଳ ସେତିକି ନୁହେଁ, ଯୁଦ୍ଧ ଚାଲିଥିବା ସମୟରେ ଦୁଷ୍ଟ ଜଳନ୍ଧର ଶଙ୍କରଙ୍କ ଛଦ୍ମବେଶରେ ଆଗମନ କରିଥିଲା କୈଳାସପୁରକୁ ମୋର ସତୀତ୍ୱ ଲୁଣ୍ଠନ କରିବା ପାଇଁ। ବନ୍ଦ କରନ୍ତୁ ଦେବୀ। ମୁଁ ଏ କଥା କାନରେ ଶୁଣିପାରୁ ନାହିଁ। ଉପଯୁକ୍ତ ଶାସ୍ତି ଦ୍ୱାରା ଦାନବ ଜଳନ୍ଧରକୁ। କିନ୍ତୁ ବୃନ୍ଦାବତୀର ସତୀତ୍ୱ ଯେ ତାକୁ କରିଛି ତ୍ରିପୁର ବିଜୟୀ, ଶାସ୍ତି ତାକୁ ଦେବ କିପରି ପ୍ରଭୁ ନାରାୟଣ? ବୃନ୍ଦାବତୀର ସତୀତ୍ୱ? ହଁ, ମୁଁ ଜାଣେ। ତାହାର ଭକ୍ତି ଏବଂ ସତୀତ୍ୱରେ ମୁଁ ବନ୍ଦୀ ଥିଲି ଜଳତି ନକ୍ରରେ। ମାତ୍ର ଏବେ ସେ ବନ୍ଧନରୁ ବିମୁକ୍ତ। କଣ କରିପାରିବ ଦେବ ନାରାୟଣ? ମୁଁ ମଧ୍ୟ ସଦ୍ୟବଶ ଧାରଣ କରି ବୃନ୍ଦାବତୀର ସତୀତ୍ୱ ହରଣ କରିବି ଦେବୀ। ଫଳରେ ହୀନବର୍ଜ୍ୟ ହୋଇପଡ଼ିବ ଦୈତ୍ୟ ଜଳନ୍ଧର। ମୃତ୍ୟୁବରଣ କରିବ ପଶୁପତି ଶଙ୍କରଙ୍କ ହସ୍ତରେ। ପ୍ରଭୁ ନାରାୟଣ, ମୁଁ ତେବେ ଆସୁଛି ଦେବୀ। ଏ ବିଲକ୍ଷଣ କାହିଁକି? ଘନ ଘନ ଦକ୍ଷିଣ ନୟନ ସ୍ଫୁରିତ ହେବାରେ ଲାଗିଛି। ବ୍ୟଥିତ ହେଉଛି ଅନ୍ତର। ଦୁଃସ୍ୱପ୍ନରେ ଅତିବାହିତ ହୋଇଛି ସମଗ୍ର ରାତ୍ରି। ଅଶୁଭ ଶକୁନ ଘୁରି ବୁଲୁଛନ୍ତି ରାଜପ୍ରାସାଦ ଉପରେ। ଗଭୀର ରାତ୍ରିରେ ଭୟ ସୃଷ୍ଟି କରୁଛି ପ୍ରଚକର ଶବ୍ଦ। ଅନେକ ଦିନ ବିତିଗଲା, କେବଳ ପ୍ରତ୍ୟାବର୍ତ୍ତନ କରିବେ ପ୍ରିୟତମ ସଂଗ୍ରାମ ଭୂମିରୁ। କଣ କହି ସାନ୍ତ୍ୱନା ଦେବି ଏ ଅଶାନ୍ତ ହୃଦୟକୁ? ସତୀ ବୃନ୍ଦାବତୀ ଏବେ ଜଳନ୍ଧରର ପ୍ରତୀକ୍ଷାରତ। ମୁଁ ଜଳନ୍ଧରର ଛଦ୍ମବେଶ ଧାରଣ କରି ବୃନ୍ଦାବତୀର ସତୀତ୍ୱ ଲୁଣ୍ଠନ କରିବି। ଜଗତର କଲ୍ୟାଣ ପାଇଁ, ଦେବଗଣଙ୍କର ମଙ୍ଗଳ ପାଇଁ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରୁଛି। ମାତ୍ର ଜାଣେ, ବୃନ୍ଦାବତୀର ମନୋରମ ପାଇଁ ମୁଁ ମାୟାରେ ଜଳନ୍ଧରର ଛଦ୍ମବେଶ ଧାରଣ କରୁଛି। ପ୍ରିୟ ବୃନ୍ଦାବତୀ। ସ୍ୱାମୀ, ତୁମେ ଯେ ଯୁଦ୍ଧକ୍ଷେତ୍ରରେ ଥିଲ। ହଁ, ଯୁଦ୍ଧକ୍ଷେତ୍ରରେ ତୁମ କଥା ମନେ ପଡ଼ି ହୃଦୟକୁ ଅସ୍ଥିର କଲା। ତୁମ ଅଙ୍ଗ ସଙ୍ଗ ଲାଭ ପାଇଁ ପ୍ରାଣ ବିକଳ ହୋଇ ଉଠିଲା। ସ୍ୱାମୀ, ସେଥିପାଇଁ ସେନାପତିମାନଙ୍କୁ ଯୁଦ୍ଧ ଭାର ଅର୍ପଣ କରି ତୁମ ସହିତ ମିଳିତ ହେବାକୁ ଧାଇଁ ଆସିଛି ବୃନ୍ଦାବତୀ। ମୁଁ ଧନ୍ୟ ହୋଇଛି ସ୍ୱାମୀ। আসগো সজ পঙ্কজ মুখী আসগো আসগো সজ পঙ্কজ মুখী আসগো সমরতে জিমু আসিଅছি ধাই সমরতে জিমু আসিଅছি
ধাই তব প্রেমে অঙ্গ পখাড়িবা পাই কর নাহি মান দিয় প্রীতি ধন তোমাকু দেইছি জীবন বিকি আসগো আসগো সজ পঙ্কজ মুখী আসগো ଛାଡ଼ ବୃନ୍ଦାବତୀ ପାଇଁ ତୁମେ ସମର କ୍ଷେତ୍ରରୁ ଚାଲି ଆସିପାରିଲ? ମୋର କାହିଁକି ବିଶ୍ୱାସ ହେଉନାହିଁ ସ୍ୱାମୀ। পছ কথা মন পছি দিয় সহি পছ কথা মন পছি দিয় সহি ধিকারিছি কেতে মন্দ কথা কহি তোমা মন নহুয়ে উচ্ছন্ন তুলে মোর স্নেহ প্রেম চাকতি আসগো আসগো সজ পঙ্কজ মুখী আসগো ନା ନା ଏପରି କୁହ ନାହିଁ ସ୍ୱାମୀ। ମୋତେ କ୍ଷମା କର ବୃନ୍ଦାବତୀ, ତୁମ ପ୍ରେମ ଫଳକୁ ଦାନ କରି ଏ ତପ୍ତ ହୃଦୟକୁ ଶୀତଳ କର। ছি ছি এ কি কুহাসি মুঝে চিরা তুম দাসি এ দেবর সুখারাসি তুমরি পাই ক্ষমা মাগি মোর কাছে অপরাধী কেউ দোষে করুছ কুহাসে জীবন সাই করে তুম পদরে দাসী করি রখ মোতে কিছু ভারি। আস আস সখী বৃন্দাবতী, রাত্রির প্রথম প্রহরে তুম প্রীতি লাভ করে শান্ত হেউ এ বিকল হৃদয়। ନୂଆ ନୂଆ ସଖୀ ମତେ ଲାଗୁଛ ମାଟିକି ପରା ମୋଟେ ଲାଗୁଛ ନୂଆ ନୂଆ ସଖୀ ମତେ ଲାଗୁଛ ପୁରୁଣା କି ନୂଆ ଲାଗେ ସଜନୀ ମନେ ବିକାଇଲେ ରଜନୀ ପୁରୁଣା କି ନୂଆ ଲାଗେ ସଜନୀ মনে বিকাইলে রজনী মন করে না পাহুয়ে রাখিছি জুড়ু জুড়ু ঝাড়ু ছাউ বকিছি মন করে না পাহুয়ে রাখিছি মন করে না পাহুয়ে রাখিছি সতী বৃন্দাবতী, আজি মনর তৃপ্ত বাসনা পূর্ণ হয়েছি সখী। ତୁମକୁ ସନ୍ତୋଷ ପ୍ରଦାନ କରି ମୁଁ ଗର୍ବିତ ସ୍ୱାମୀ। ମହାରାଣୀ 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 କିଏ? ରାଣୀ ହଂସପୁରରେ ପ୍ରବେଶ କରି ଚିତ୍କାର କରୁଛ କାହିଁକି? କିଏ ତୁମେ? ମୁଁ ଦୂତ ମହାରାଣୀ, ଦାରୁଣ ଦୁଃସମ୍ବାଦ ଘେନି ଆସିଛି। ଦାରୁଣ ଦୁଃସମ୍ବାଦ? ହଁ ମହାରାଣୀ, କୈଳାସପତି ଶଙ୍କରଙ୍କ ସହିତ ଯୁଦ୍ଧ କରୁ କରୁ ମହାରାଜ ଅତି ସ୍ୱାଘାତ ନିହତ। କିଏ? ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ? ଏକି କଲ ନାରାୟଣ? ଏକି କଲ ମାୟା ଛାଡ଼ି হে কি দোষরে মোতে করিল তোজারি মুহি সাথে নারী আউ দেহ ধরি বঞ্চিত
ସତୀ ବୃନ୍ଦାବତୀ ଠିକ ଠିକ ତୁମକୁ ମାୟାଧାରୀ ନାରାୟଣ ସେହି ମୁଖରେ ମତେ ସତୀ ବୋଲି ସମ୍ବୋଧନ କରିବାକୁ ତୁମକୁ କୁଣ୍ଠା ଲାଗେ ନାହିଁ? ତୁମର ପ୍ରତିଭକ୍ତି ଏବଂ ସତୀତ୍ୱ ମୋତେ ଅଭିଭୂତ କରିଛି ବୃନ୍ଦାବତୀ। ସ୍ଥିର ହୁଅ ମାୟାଧାରୀ ନାରାୟଣ, ଏବେ ଅଭିଶାପ ଗ୍ରହଣ କର ଏ ସତୀ ନାରୀର। ବୃନ୍ଦାବତୀ ତୁମ ଅଭିଶାପକୁ ମୁଁ ମୁଣ୍ଡ ପାତି ସାବରେ ଗ୍ରହଣ କରି ସତୀ। ବାରମ୍ବାର ସତୀ ବୋଲି ସମ୍ବୋଧନ କରି ମତେ ଆଘାତ ଦିଅ ନାହିଁ ଲମ୍ପଟ ନାରାୟଣ। ତଥାପି ମୁଁ ସତକଣ୍ଠରେ କହିବି ତୁମେ ପ୍ରତିଭକ୍ତା ସତୀ ଜଗତର ପୂଜ୍ୟା। ମୁଁ ତୁମକୁ ଅଭିଶାପ ନ ଦେଇ ବରଦାନ କରୁଛି ସତୀ। ନାରାୟଣ ସତୀ ବୃନ୍ଦାବତୀ ମୋର ଥିଲେ ନାହିଁ ଛୋଟ ଆନନ୍ଦ ଗ୍ରହଣ କରି ତୁମ ଅଭିଶାପ ତୁଳସୀ ରୂପରେ ତୁମେ ମସ୍ତକରେ ମୋର ଶୋଭା ପାଉଥିବ ଚିର ଦେଖିବ ସଂସାର ପ୍ରତି ଘରେ ସନ୍ଧ୍ୟା ରୂପ ଦୀପ ପୂଜା ପାଇ ତୁଳସୀ ଚଉରା ନାମେ ଥିବ ତୁମେ ରବି। ନାରାୟଣ ହଁ ଦେବୀ, ତୁମକୁ ଚିରଦିନ ମସ୍ତକରେ ଧାରଣ କରି ମୁଁ ହେବି ଗୌରବାନ୍ୱିତ। ତୁଳସୀ ନାମରେ ତୁମେ ପୂଜିତ ହେବ ପ୍ରତ୍ୟେକ ଗ୍ରହରେ ସମଗ୍ର ଜଗତରେ। ଏବେ ଅଗ୍ନିରେ ଦେହ ରକ୍ଷା କର ଦେବୀ। ହଁ, ଏ ଅପବିତ୍ର ଦେହକୁ ମୁଁ ଅଗ୍ନିରେ ଝାସ ଦେଉଛି ପ୍ରଭୁ ନାରାୟଣ। ସେ ଚଳି ପଡ଼ି ପାଉଁଶ ହୋଇ ସମଗ୍ର ଜଗତରେ ରଖିଯାଉ ସତୀତ୍ୱର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ତୁମେ ଅପବିତ୍ର ହୋଇନାହ ସତୀ। ମୋକ୍ଷ ଲଭନ ଜଗତର ମଙ୍ଗଳ ପାଇଁ ନାରୀତ୍ୱ ଦାନ କର। ତୁମ ପାଇଁ ସ୍ଥାନ ଉନ୍ମୁକ୍ତ ଦେବଲୋକରେ। ତୁମେ ମିଳିତ ହୋଇଛ ସ୍ୱୟଂ ପରମ ବ୍ରହ୍ମ ନାରାୟଣଙ୍କ ସହିତ। ପ୍ରଭୁ ନାରାୟଣ सर्वधर्मान् परित्यज्य मामेकं शरणं व्रज अहं त्वां सर्वपापेभ्यो मोक्षयिष्यामि मा शुचः। সম্মানিত অতিথি বৈশাখ সর্বই মহোদয়ଙ୍କୁ মঞ্চ উপরକୁ ଆସିବାକୁ ହେବେ ଆଜ୍ଞା। ଦେଖ ହେଟା ସରବାର ଉଠବ କେଁ ରେ? ନାଇଁ ନାଇଁ ଆଗରୁ ଏଠି ଥିତ କି ନଥି? ବର୍ତ୍ତମାନ ଆମେ ସମ୍ମାନିତ କରିବାକୁ ଚାହିଁବୁ এই ଯେଉଁ କାର୍ଯ୍ୟକ୍ରମ ହୋଇଛି ସେ ସବୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧୀର ସାହୁ। ସୁଧୀର ସାହୁ ଆଜ୍ଞା ମଞ୍ଚ ଉପରକୁ ଆସିବେ। ବର୍ତ୍ତମାନ ବିଶ୍ୱନାୟକ ଅନୁରୋଧ ଆଜ୍ଞାକୁ ପଦକ ସହିତ ସମ୍ମାନିତ କରିବା ହେବେ। ଟିକେ ଇଆଡ଼େ ଆସୁ ଆସୁ ଏଇଟା ଛେକୁଛି କି ନି ଏଇଟା? ବର୍ତ୍ତମାନ ଅନୁରୋଧ ରଖୁଛି ଚିତ୍ରାଳୟର ଆଜ୍ଞାମାନଙ୍କୁ ସେମାନେ ମଞ୍ଚାସୀନ ହେବେ। ଏକ ସୂଚନା
ଆଜ୍ଞା ଗୋଟେ ମୋଟରସାଇକେଲ ଚାବି ହଜି ଯାଇଛି ଯେ ମାନେ ପାଇକ ଦୟାକରି ମତେ ଆସିକି ଦେଇଦେବେ ଚାବି ହଜି ଯାଇଛି ଆଜ୍ଞା ମୋଟରସାଇକେଲ ଚାବି ଯେ ମାନେ ପାଇକ ଦୟାକରି ସେମାନେ ସାଉଣ୍ଡ ବକ୍ସ ପାଖରେ ଦେଇଦେବେ ବର୍ତ୍ତମାନ ନରେନ୍ଦ୍ର ବିହାନ ସେ ମଞ୍ଚାସୀନ ହେବେ ଆଜ୍ଞାକୁ ଆମେ ଉପସ୍ଥାପନ ସହିତ ଆମେ ସମ୍ମାନିତ କରିବା ହେବ ସହଦେବ ଭୋଇ ସହଦେବ ଭୋଇ ମଞ୍ଚାସୀ ହେବେ ଆଜ୍ଞା ଅତିଥି ମାନଙ୍କୁ ସମ୍ମାନିତ ହେଲା